ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତି ଚାଷୀଙ୍କ ପାଇଁ ବଡ଼ ଘୋଷଣା କଲେ ରାଜସ୍ୱ ମନ୍ତ୍ରୀ। ହେଲେ ଫେନ୍ ଆପଣ କିନ୍ତୁ ରାଜେଶ ଟିଭି ଆଜି 24 ଡିସେମ୍ବର ଚାହାନ୍ତୁ ଜାଣିନେବା ଆଜି ନ୍ୟୁଜ୍। ରାଜ୍ୟରେ ଶୀତ ଦିନରେ ଅଦିନିଆ ବର୍ଷା କାରଣରୁ ଚାଷୀମାନେ କ୍ଷତିର ସାମ୍ନା କରିଛନ୍ତି। ଅନେକ ଜିଲ୍ଲାରେ ଧାନ ବିଲରେ ଧାନ ଭାସି ଯାଇଥିବା ବେଳେ ବାଦାମ ଚାଷୀମାନେ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି। ଏହାରି ମଧ୍ୟରେ କୃଷକଙ୍କ ଲାଗି ଖୁସି ଖବର ଦେଇଛନ୍ତି ମନ୍ତ୍ରୀ। ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପିଆରୀ ସୋମବାର କହିଛନ୍ତି ଆସନ୍ତା 5 ଦିନ ମଧ୍ୟରେ ରାଜ୍ୟରେ ଅଦିନିଆ ବର୍ଷା ହେତୁ ଫସଲ କ୍ଷତି ପାଇଁ ରାଜ୍ୟ ସରକାର ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବେ। ସେ ଆହୁରି ମଧ୍ୟ କହିଛନ୍ତି ମୂଲ୍ୟାଙ୍କନ କାର୍ଯ୍ୟ ପାଇଁ ଅନପ୍ରଭାବିତ ଅଞ୍ଚଳର ଅଧିକାରୀମାନଙ୍କୁ ମଧ୍ୟ ମୂଲ୍ୟାଙ୍କନ କାର୍ଯ୍ୟରେ ନିୟୋଜନ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ପୂଜାରୀ କହିଛନ୍ତି ରାଜସ୍ୱ ବିଭାଗର ଅଧିକାରୀମାନେ ବିଭିନ୍ନ ଅଞ୍ଚଳରେ ମୂଲ୍ୟାଙ୍କନ ଆରମ୍ଭ କରି ସାରିଛନ୍ତି। ସେମାନଙ୍କୁ 3 ଦିନ ମଧ୍ୟରେ ମୂଲ୍ୟାଙ୍କନ ସମାପ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ରାଜ୍ୟ ସରକାର କ୍ଷତିପୂରଣ ଦେବେ କାରଣ ସେ କୃଷକମାନଙ୍କୁ ଚିନ୍ତା ନ କରିବାକୁ ଅନୁରୋଧ କରିଥିଲେ। 3 ରୁ 4 ଦିନ ମଧ୍ୟରେ ମୂଲ୍ୟାଙ୍କନ ପ୍ରକ୍ରିୟା ଶେଷ ହେବାର ସମ୍ଭାବନା ରହିଛି। 5 ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ମାଧ୍ୟମରେ ଚାଷୀଙ୍କୁ ଏହି କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି। ପୂଜାରୀ ଆହୁରି ମଧ୍ୟ କହିଛନ୍ତି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ନ ଥିବା ଫସଲ ବିକ୍ରିରେ ଚାଷୀଙ୍କୁ ସହାୟତା କରିବାକୁ ଜିଲ୍ଲା ସଂଗ୍ରହକାରୀଙ୍କୁ କୁହାଯାଇଛି। ଅଯଥା ବର୍ଷା ହେତୁ ଗଞ୍ଜାମ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି ବୋଲି ରାଜସ୍ୱ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଥିବା ପ୍ରିମିୟମ ସମେତ ସମସ୍ତ ପ୍ରଭାବିତ ଚାଷୀଙ୍କୁ ଫସଲ କ୍ଷୟକ୍ଷତିର ଇନପୁଟ ସବସିଡି ମାଧ୍ୟମରେ ସରକାର କ୍ଷତିପୂରଣ ଦେବେ। ମନ୍ତ୍ରୀ କହିଛନ୍ତି ବୀମା କମ୍ପାନୀମାନଙ୍କୁ ଶୀଘ୍ର କ୍ଷତିପୂରଣ ରାଶି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଅନୁଯାୟୀ ଅନେକ ଉପକୂଳ ତଥା ଆଭ୍ୟନ୍ତରୀଣ ଜିଲ୍ଲାର କୃଷକଙ୍କ ଅମଳ ହୋଇଥିବା ଫସଲ ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଦେଓଗଡ଼, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ପୁରୀ ଏବଂ ରାୟଗଡ଼ା ନିକଟରେ ଅଦିନିଆ ବର୍ଷା ହେତୁ କ୍ଷତିଗ୍ରସ୍ତ ହୋଇଛି। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ, ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିବେ, ଯାହାଦ୍ୱାରା ଆପଣ ଏହିଭଳି ଟପ୍ ନ୍ୟୁଜ୍ ସର୍ବପ୍ରଥମେ ଜାଣିପାରିବେ।